ସେବତୀ ଗଛକୁ ନେଇକି ଶୀତ ଦିନରେ ବହୁତ ଜଣ ଏମିତି ପ୍ରାୟ ସମସ୍ୟାରେ ପଡ଼ୁଥିବେ, ଯେମିତି ପତ୍ର ଧାର କଳା ପଡ଼ିବା ହଉ କିମ୍ବା ପତ୍ର ଅଗଭାଗ ମୋଡ଼ିବା ହଉ। ତ ଜଣେ ଏବେକୁ ମୋତେ ଭଉଣୀ ଜଣେ ମୋତେ କମେଣ୍ଟରେ କହିଥିଲେ କି ଦିଦି ମୋ ପତ୍ର ସବୁ ଗଛର ସବୁ କଳା ପଡ଼ିଯାଉଛି କ'ଣ ପାଇଁ? ତ ସେଥିପାଇଁ ଭାବିଲି ଆପଣମାନଙ୍କୁ କହିବି, କାରଣ ୟା ବିଷୟରେ ମୁଁ ଗୋଟେ ପୂର୍ବରୁ ବି ଭିଡ଼ିଓ କରିଥିଲି, ବୋଧହୁଏ ସେ ଭଉଣୀ ଜଣକ ଦେଖିନାହାନ୍ତି। ତ ପତ୍ରର କଳା ଧାର ଯେଉଁ ପଡ଼େ ନା, ସେଇଟା ଯଦି ଗଛ ପୁରୁଣା ରହିଯାଇଛି, ଯଦି ଆପଣ ପୁରୁଣା ମୂଳିକୁ ଆପଣ ସେମିତି ହଣାତଡ଼ା କରିକି ଯଦି ଖାଲି ଖତ ଫତ ଦେଇ ଦେଇକି ଗଛକୁ ରଖୁଛନ୍ତି, ତାହେଲେ ସେଇଟା ବହୁତ କମ୍ ସମୟରେ ହିଁ ଆପଣଙ୍କ ଗଛଟା ନଷ୍ଟ ହେଇଯାଏ। ଆଉ ହାଲକା ଖରା ପାଇଲା ମାତ୍ରକେ ଆପଣଙ୍କ ଗଛ ନା ପତ୍ର ଧାର କଳା ପଡ଼ିବା ସହିତ ଝଡ଼ିବାକୁ ଲାଗିବ। ଯଦି ଆପଣ ଛାଇରେ ରଖିବେ ସେଇ ଗଛକୁ, ପ୍ରପର୍ ଛାଇ ଦେବେ, ତାହେଲେ ଆପଣଙ୍କ ଗଛଟା ହେଲ୍ଦି ରହିବ। ଯଦି ଖରାକୁ ବାହାର କରିବେ, ସେଇଟା ନଷ୍ଟ ହେଇଯିବ। ବେଳେବେଳେ ତ ଗ୍ଲିସେରିନ୍ କମ୍ ହେବା ଯୋଗୁଁ, ଅଧିକା ଖରାର ତାପମାତ୍ରା ଯୋଗୁଁ ଗଛର ପତ୍ର କଳା ପଡ଼ିଥାଏ। ଆଉ ବେଳେବେଳେ ଗଛ ଅଧିକା ପାକିଳିଆ ହେଇଗଲେ ମଧ୍ୟ କଳା ପଡ଼େ। ତ